ଲଗାଣ ବର୍ଷାରେ ଦବିଲା ରାସ୍ତା। କଟକ ଜିଲ୍ଲା ସାଲେପୁର ବାରବାରୀ ନିକଟରେ ନିର୍ମିତ ପୋଲକୁ ଲାଗିଥିବା ରାସ୍ତା ଲଗାଣ ବର୍ଷାରେ ଦବି ଯାଇଛି। ରାସ୍ତା ଦବିବାରୁ ଯାତାୟାତରେ ବାଧାପ୍ରାପ୍ତ ଦେଖାଦେଇଛି। ଏ ରାସ୍ତାଟି କଟକ ଚାନ୍ଦବାଲି ମୁଖ୍ୟ ରାସ୍ତାର ସାଲେପୁର ସିସୁଆ ନିକଟରେ ସଂଯୋଗ କରୁଥିବାରୁ ହଜାର ହଜାର ସଂଖ୍ୟାର ଲୋକମାନେ ଯାତାୟାତ ସହିତ ଅଗ୍ନିଶମ ଏବଂ ଆମ୍ବୁଲାନ୍ସ ଯାତାୟାତ କରିଥାନ୍ତି। 3 କୋଟି ଟଙ୍କା ঊର୍ଦ୍ଧ୍ୱ ବ୍ୟୟବରାଦରେ ନିର୍ମିତ ରାସ୍ତା 2 ମାସ ନ ପୁରୁଣୁ ଦବିବା ସହିତ ଭୁଶୁଡ଼ିବାକୁ ଲାଗିଲାଣି। ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କର ମନମାନି ପାଇଁ ନିମ୍ନମାନର କାମ ଯୋଗୁଁ ଲଗାଣ ବର୍ଷାରେ ଦବିବା ସହିତ ଭୁଶୁଡ଼ି ପଡ଼ିଯିବାରୁ ଯାତାୟାତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନସାଧାରଣ। ତୁରନ୍ତ ରାସ୍ତାର ମରାମତି କରାନଗଲେ ସମ୍ପୂର୍ଣ୍ଣ ଭାବରେ ଯାତାୟାତ ଏକ ପ୍ରକାର ଠପ୍ ହୋଇଯିବ। ସମ୍ପୃକ୍ତ ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ଉପରେ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହୋଇଛି। এইটা পুଣି ମଢଙ୍ଗା ଶିଶୁର ମୁଖ୍ୟ ରୋଡ ଆଉ ଏଠି ପାଖାପାଖି 30-40 ହଜାର ଲୋକଙ୍କର ଡେଲି କମ୍ୟୁନିକେସନ ହୁଏ ରାସ୍ତାରେ। ନିମ୍ନମାନ କହିଲେ ତ ଗୋଟେ ସମ୍ମାନଯୋଗ୍ୟ କଥା ହେଉଛି। ଅତି ନିମ୍ନମାନର କାମ ଯେଉଁଠିକି ବାଲି ଭୂଷ ବାଲିରେ କାମ କରିବା କଥା, ଡଷ୍ଟରେ କାମ କରିବା କଥା, ସେମାନେ ଏଠି ଖାଲି ମାଟିରେ କାମ କରୁଛନ୍ତି ବେପରୁଆ ଭାବେ ଆଉ ଉପର ଠାଉରିଆ କାମ କରୁଛନ୍ତି। ପ୍ରଥମ ବର୍ଷାରେ 4 ଫୁଟ ଗାଡ଼ି ଆଉ ଗୋଟେ ବର୍ଷ ପରେ 10 ଫୁଟ ପଳେଇବ। ଆଉ କାଲି ସୋମବାର ଆମେ ଆମର ଯାହା संविधान आईन अनुसार जहाँ करिया कथा आमे रास्ता रोक करूँ कि आंदोलन को जीवु सेटा आमे काली फाइनल करूँ। वर्तमान लोक काली राति रे गोटे लोक पड़ी गाड़ी रे पड़ी से आपर रोड जानी पानी अल्प दबी थिला से पड़ी ता गोड़ हाथ खंडिया होईची एवं सी लोक डाकिला देखला आमे कहलु अल्प दबी ना आज सकाल सकाल देखला 4.5 फुट अधिका दबी जाइए। 200 कि 300 हाईवे डेली जीवा आसिया एथरे लोक जीवा आसिया कर विपद संकुल अवस्था बर्तमान आमे चाहूँ आर पदक्षेप नहीं उपयुक्त आमको कार्यानुष्ठान ग्रहण करा।